ଜୟ ଜଗନ୍ନାଥ। ଆଜି ଛୁଆ ଗୋଟେ ଆଲୋଚନା କରିବା ଦେଖାଶୁଣା ଜ୍ଞାନ ଜ୍ଞାନ ନୁହେଁ। କଣ? ଦେଖାଶୁଣା ଜ୍ଞାନ ଜ୍ଞାନ ନୁହେଁ। ତାହେଲେ ଜ୍ଞାନ କଣ? ନା ଅନୁଭବ ଜ୍ଞାନ ଜ୍ଞାନ। କହିବାର ତାତ୍ପର୍ଯ୍ୟ କଣ? ଆମେ ଯୋଉ ଏପିସୋଡ ସବୁ ଆମେ କରିକି ଛାଡୁଛେ, ବର୍ତ୍ତମାନ ଆମେ ଦେଖୁଛୁ 6-7ଟି ଚ୍ୟାନେଲ, ଏଇ ୟୁଟ୍ୟୁବ ଚ୍ୟାନେଲ ଗୁଡା, କେତେକ ବ୍ୟକ୍ତି ବିଶେଷ ଆମେ ଯାହା କହୁଛୁ ସେ ସେଇ କଥାଟିକି ଡିଟୋ କପି କରି ତା ପରଦିନ କଣ କରୁଛନ୍ତି? ମାନେ ଆମେ ରାଗୁନୁ କାହା ଉପରେ, ଛାଡିବାଟା ଭଲ, ଲୋକମାନେ ସଚେତନ ହୁଅନ୍ତୁ। କିନ୍ତୁ ସେ ଚ୍ୟାନେଲର ବ୍ୟକ୍ତି ବିଶେଷ ବା ଭାଇମାନଙ୍କୁ କହିବା କଥା, ଯଦି ପଇସା ରୋଜଗାର କରିବାକୁ ଆପଣଙ୍କର ଲକ୍ଷ୍ୟ, ଛାଡ଼ନ୍ତୁ, କିଛି ଅସୁବିଧା ମୋର କରିବାର ନାହିଁ। ଯଦିଓ ଧର୍ମ କରିବା ପାଇଁ ବିନା ସ୍ୱାର୍ଥରେ ପଇସା ରୋଜଗାର କରିବା ଲାଳସାରେ ନ ରଖି ଯଦି ଆପଣ ଜଗତରେ ସଦ ଶିକ୍ଷା ଦେବା ପାଇଁ ଛାଡୁଛନ୍ତି, ଏଟା ଆପଣଙ୍କ ପାଇଁ ବୁମେରାଙ୍ଗ। ଯୋଉମାନେ ପଇସା ଇନକମ ପାଇଁ ଛାଡ଼ିଲେ, ସେମାନେ ପାପ ପୂର୍ଣ୍ଣ ବିଚାର ନାହିଁ, ତାଙ୍କର ପଇସା କେମିତି ଦରକାର ସେ ସେଥିପାଇଁ ଛାଡ଼ିଲେ, ସେଥିରେ କିଛି କରିବାର ନାହିଁ। ଯୋଉମାନେ ଧର୍ମ କଣ, ଆମେ ଜଗତକୁ ଧର୍ମ ଶିକ୍ଷା ଦଉଛୁ, ଯାହାକୁ ଛାଡୁଛନ୍ତି, ସେମାନଙ୍କୁ ମୋର ଗୋଟେ କହିବାର କଥା, ମାଗି ଆଣିବା ତୁଣ ହଉଛି ଶୋଷଡ଼ା। ଆପଣ ମାନେ ଯଦି ନ ଜାଣି ପାରୁଛନ୍ତି, ମୋ ସହିତ ପରାମର୍ଶ କରନ୍ତୁ, ଆସନ୍ତୁ। ମୁଁ ଯେତିକି ଜାଣିଛି, ଜ୍ଞାନ ତ ଅଗାଧ ସାଗର, ଆମେ ହଉଛୁ ବାଲି ବେଣୀ। ମାଳିକା ଶାସ୍ତ୍ରକୁ ଅନୁଭବ କରନ୍ତୁ, ଅନୁତାପ କରନ୍ତୁ, ତାପରେ ଯାଇକି ଲୋକଙ୍କୁ ଶିକ୍ଷା ଦିଅନ୍ତୁ। ଆମେ ତ ନିଜେ ଜାଣିନେ, ଆମକୁ ଅନ୍ୟ ଜଣେ କଣ ଶିକ୍ଷା ଦେବ? ଧର୍ମ କରିବା ନାଁରେ ଯଦି ଏ କଥା କରୁଥିବେ, ସେମାନେ ମହାପାପରେ ଭେଷକୁ ଭାଗିବେ। ଆମେ କୋଉଠି? ଏଗୁଡ଼ିକ ଜଗତରେ ଏମିତି ହବ ବୋଲି ମହାପୁରୁଷ ଆଗରୁ ସଚେତନ କରିଛନ୍ତି। ସେଥିପାଇଁ କି ଠାକୁର ଅଭିରାମ ପରମହଂସ କହନ୍ତି, କହେ ଅଭିରାମ ବାଇ ଅନୁଭବ ଗୋଟି ସତ୍ୟ ମନ। ମାଳିକା ଶାସ୍ତ୍ର ଇଏ ସାଧାରଣ ଶାସ୍ତ୍ର ନୁହେଁ। ଯେ ଭାଇ 1989 ମସିହାରୁ ଆମେ ପଦାକୁ ବାହାରୁ, ମାଳିକା ଶାସ୍ତ୍ର ଉପରେ ଆମର ସେତେବେଳେ ତ ଆମେ ଏତେ ଗବେଷଣା ନଥିଲା, ଟିକେ ଟିକେ ସବୁ ଗାଁରେ ସବୁ ଶୁଣୁ। 1987 ମସିହା ପରେ ଆପରେ କଣ କଲୁ, ଲକ୍ଷ୍ୟପାତ କଲୁ। ଗଲା ସମୟରେ ଆମେ ଦେଖିଛୁ, ଯୋଉମାନେ ମାଳିକା ଶାସ୍ତ୍ରକୁ ସବୁ ପ୍ରଯୋଜ୍ୟ କରିଛନ୍ତି, ଶେଷ ସମୟରେ ତାଙ୍କର ବହୁତ କ୍ଷତି ହେଉଛି। ବର୍ତ୍ତମାନ ତ ୟୁଟ୍ୟୁବ ଚ୍ୟାନେଲ ବାହାରିଲା, ଅନେକ ବ୍ୟକ୍ତି ଅନେକ ଚ୍ୟାନେଲ କରିବେ। ସେତେବେଳେ ବହି ସବୁ ଛପା ହଉଥିଲା, ବହି ଯେତେବେଳେ ଛପା ହଉଥିଲା, ଏତେ ବହି ବି ଆସୁନଥିଲା। ଲୋକ କୋଉଠୁ ପଇସା ପାଇବେ? 25 ପଇସା 30 ପଇସା କମ ହେଲାଣି ବହି ଗୋଟା। ଆମ ବେଳେ, ଆମ ଛୁଆ ବେଳେ ଛବିରାଣୀ ହତ୍ୟାକାଣ୍ଡ ଗୋଟେ ହେଇଥିଲା, ସେତେବେଳେ ଏତେ ନ୍ୟୁଜ ପେପର ହେରିକା ସବୁ ନଥାଏ। ସବୁ କଣ କରନ୍ତି, ଗୋଟେ ଲେଖା କପଡା ଦିହରେ ଛବିରାଣୀ ହତ୍ୟାକାଣ୍ଡର ଗୋଟେ ଫଟୋ ଥବ, କାନ୍ଧରେ ସେ ବାଡି ଧିରେ ବନ୍ଧା ହେଇଥିବ, ଜଣେ ପକେଇଥବ, ହାରମୋନିୟମ ଧରିକି ଗାଁ ବୁଲିକି ସବୁ କହ। ସେ ସମୟ ଆଉ
ନାହିଁ। ସମୟର ଅନେକ ପରିବର୍ତ୍ତନ ଘଟିଛି। ତେଣୁ ଏଇ ଯୋଉ ୟୁଟ୍ୟୁବ ଚ୍ୟାନେଲ ଯୋଉ ସବୁ ଖୋଲିଛନ୍ତି, ଯୋଉ ଭାଇମାନେ କପି କରୁଛନ୍ତି, ଏତିକି ତାଙ୍କୁ କହିବାର ମୋର ଅଛି, ଯଦି ପଇସା ରୋଜଗାର ପାଇଁ କପି କରୁଛନ୍ତି, ମୋର କିଛି କହିବାରେ ନାହିଁ। ସର୍ବଭନ୍ତି ସୁଖୀନ, ସମସ୍ତେ ଭଲ ଚଳିଲେ ଆମର ଭଲ। ଧର୍ମ ନାଁରେ କପି କରୁଥିବେ, ତେଣୁ ମହାପ୍ରଭୁଙ୍କ ଦରବାରରେ ମହାପାପରେ ଦଣ୍ଡିତ। ସେ ଦଣ୍ଡ ଭୋଗିଲା ବେଳକୁ ଇଏ ପାଖରେ ପଇସା ନଥିବ, କି ଧର୍ମ ନଥିବ, କି ବଳ ମଧ୍ୟ ନଥିବ। ତେଣୁ ସେ ଭାଇମାନଙ୍କୁ ମୋର ବିନୀତ ଅନୁରୋଧ, ଏଇ ଚ୍ୟାନେଲ ମାଧ୍ୟମରେ ଆମେ କହୁଛେ, ଆପଣମାନଙ୍କ କଣ ବୁଝିବାର ଅଛି, ଆସନ୍ତୁ ଆମେ ଯେତିକି ଜାଣିଛୁ ଆପଣମାନଙ୍କୁ ବୁଝେଇଦେବୁ। ଆପଣ ନିଜସ୍ୱ ନିଜେ ଅନୁଭବ କଲା ପରେ ତାପରେ ଯାଇକି ଚ୍ୟାନେଲରେ କୁହନ୍ତୁ। ଆମେ କହିବା ପରେ ତାକୁ ଆପଣମାନେ ସେଇ କଥାଟାକୁ ଖାତାରେ ଲେଖି ଆପଣଙ୍କ ଚ୍ୟାନେଲରେ ସେଇ ଭାଷାକୁ ପ୍ରୟୋଗ କରିବା, ଏଇଟା ବିଧି ମୁତାବକ ନୁହେଁ। ଜଗତ ମୁତାବକ ହେଇପାରେ, କିନ୍ତୁ ପ୍ରଭୁଙ୍କ ଦରବାରରେ ମହାପାପ। କାରଣ ଆପଣ ତ ବାଟ ପାଇନାହାନ୍ତି, ଆପଣ କଣ ଜଗତକୁ ବାଟ ଦେଖିବେ? ଆପଣ ମାଳିକା ଶାସ୍ତ୍ର କଣ ତାକୁ ଅନୁଭବ କରନ୍ତୁ, ଅନୁତାପ କରନ୍ତୁ, ନିଜସ୍ୱ ବାଣୀ ପରିପ୍ରକାଶ କରନ୍ତୁ। ଜଣେ କଣ କହିଦେଲା, ସେଇ କଥାକୁ ପରିପ୍ରକାଶ କରିବା ମହାପାପ। ସୁତରାଂ ଆମେ କହୁଛୁ, ଆମ ଗୋଟେ ଚ୍ୟାନେଲ ତମେ ଖୋଲିଛ, ତମ ଚ୍ୟାନେଲ ଆମେ କହୁଛୁ ମୁନିର ମତି ଆମେ କହିବାର କୋଉଠି ଆମେ ଭୁଲ ହେଇଯାଇପାରେ, ତାକୁ 100 ଜଣ ଲୋକ ଦେଖିବେ। ଯେତିକି ଯଦି ଭୁଲ ହେଇଗଲା, ଆମେ ତ ହେଲୁ ମହାପାପୀ। ଆମେ ଭୁଲ କହିଥିବା ଆମେ ହେଲୁ ମହାପାପୀ, କାରଣ ଆମେ 100 ଜଣଙ୍କୁ ଶିକ୍ଷା ଦେଲୁ, ଭୁଲ ଶିକ୍ଷାଟା ଦେଇଦେଲୁ, ତେଣୁ ଆମେ ମହାପାପୀରେ ଗଣା ହେଲୁ। ଆପଣମାନେ କଣ କଲେ, ସେଇ କଥାକୁ ଯେତେବେଳେ କହିଦେଲେ, ଯେତେବେଳେ ସେଇଟା ନ ଫଳିବ, ଆମେ ତ ମହାପାପୀରେ ପାପୀ ଗଣା ହବ, ଆମ ଠାରୁ ଆପଣ ଅଧିକା ହେଇଯିବେ, ଠିକ ନା ଭୁଲ? ତେଣୁ ନିଜେ ଅନୁଭବ କରନ୍ତୁ, ଅନୁଚିତା କରନ୍ତୁ, ଅନୁତାପ କରିକି ତାପରେ ନିଜସ୍ୱ ଜ୍ଞାନଟାକୁ ପରିପ୍ରକାଶ କଲେ ସେଇଟା ବାହାରେ, ଠିକ ନା ଭୁଲ? ଆମେ ଗୋଟେ କଥା କହିଲୁ, ଆପଣ ସେଇଆକୁ କଣ କରିବେ, କପିରାଇଟ କଲା ପରେ ନିଜେ ତାକୁ ଖାତାରେ ଟିପି ସେଇ କଥାଟାକୁ କହିବେ, ଏଟା ବହୁତ କ୍ଷତିକାରକ। ନା ଆମର କିଛି ହବନି। ସେ ଯୋଉ ଭାଇ ମାନେ ଯୋଉ ଚ୍ୟାନେଲରେ ସବୁ ନିଜ ଚ୍ୟାନେଲରେ କରି କହୁଛନ୍ତି, ତାଙ୍କର ବହୁତ କ୍ଷତି ହବ। ସେଟା ଆମେ କହୁନି, ମହାପୁରୁଷ କହିଛନ୍ତି ଅନ୍ତିମ ସମୟରେ ଏମିତି ପରସ୍ପର କଣ କରିବେ, ନିଜ ଜ୍ଞାନକୁ କଣ କରିବେ, ନେଇକି ପଦାରେ ପରିପ୍ରକାଶ କରିକି ବଡ ଗାରିମା କରିବେ ବୋଲି ମହାପୁରୁଷ ମଧ୍ୟ କହିଛି। ଏ ବିଷୟଟା ଆମେ କୋଉଠୁ ଆଲୋଚନା କରିବା ନା, ମହାପୁରୁଷ ଅଚ୍ୟୁତଙ୍କର ନିଗମ ଗଳ୍ପ ଶାସ୍ତ୍ରରୁ ଆମେ ଆଜି ଆଣିଛେ। ବୁଝି ହଉଛି ନା, ମହାପୁରୁଷ ଅଚ୍ୟୁତ କଣ କହୁଛନ୍ତି ହେଲା। କଣ ମହାପୁରୁଷ କହିଲେ, କହିଲା ଦେଖା ଶୁଣା ଜ୍ଞାନୀ ଅନେକ ହୋଇବେ, ଦେବୀ ଖପରେ ପଡିବେ, ନାମ ବିକି ଥୋକେ ଉଦର ପୁରୀ ପୋଷିବେ, ଆପଣା ହସ୍ତେ ମରିବେ। ଆହା, ଜୟ ଜଗନ୍ନାଥ। ହେ ରାମ, ଦେଖା କଳିର ଯେତେବେଳେ ଅନ୍ତିମ ପର୍ଯ୍ୟାୟ ଆସିବ, ବାର୍ଦ୍ଧକ୍ୟ ଅବସ୍ଥା କଳିର ଆସିବ, ଦେଖା ଶୁଣା ଜ୍ଞାନୀ ଅନେକ ହୋଇବେ, ଦେବୀ ଖପରେ ପଡିବେ। ସେମାନଙ୍କର ନିଜସ୍ୱ ଜ୍ଞାନ ନଥାଏ, ପର ଜ୍ଞାନକୁ ଆହରଣ କରିବେ, ଗାରିମା ଦେଖେଇବେ, ଗର୍ବ କରିବେ। ବୁଝିହଉଛି, ଏମାନେ କୋଉଥିରେ ଯିବେ, ଦେବୀ ଖପରରେ ପଡିବେ। ନାମ ବିକି ଥୋକେ ଉଦର ପୋଷିବେ, ଆପଣା ହସ୍ତେ ମରିବେ। ବୁଝିହଉଛି, ଅନେକ ବ୍ୟକ୍ତି ବିଶେଷ ରହିବେ, ନାମକୁ ବିକ୍ରି କରି ପେଟ ପୋଷିବେ। ଦିଟା ଅର୍ଥ ଆସିବ। ବର୍ତ୍ତମାନ ଦେଖ, ଯୋଉଠି ନାମ ସଂକୀର୍ତ୍ତନ ହଉଛି, ଦଳ ମାନେ ସବୁ ଆସୁଛନ୍ତି, ତାକୁ 5,000 7,000 ଦବାକୁ ପଡୁଛି। ଅଷ୍ଟପରି ହଉ କି ସଂକୀର୍ତ୍ତନ ହଉ, ଆମ ଓଡିଶୀ ସଂକୀର୍ତ୍ତନ ଏପଟା ହଉଛି, ସେତେବେଳେ ନାମ
ଯିଏ ଆସୁଥିଲେ ନାମ କରିବାକୁ ପଇସା ପତ୍ର ନଉନଥିଲେ, ବୁଝିହଉଛି ନା। ଗୋଟେ ସ୍ୱତନ୍ତ୍ର ଭୋଗ ଦିଆ ହଉଥିଲା, ଗାମୁଛା ଦିଆ ହଉଥିଲା, ଏମିତି ସବୁ ଥିଲା। ସେତେବେଳେ ଶ୍ରଦ୍ଧା ଥିଲା। ବର୍ତ୍ତମାନ ଲୋକଙ୍କର ଶ୍ରଦ୍ଧା ଭାବ କମିଗଲାଣି, ତେଣୁ ଗାଡି ଫଳରେ ଚଲଉଛନ୍ତି, ପଇସା ମଧ୍ୟ ନଉଛନ୍ତି। ଇଏ ଗୋଟେ ଉପାୟ। ଦ୍ୱିତୀୟ ଉପାୟ କଣ? ନାମ ବିକି ଠୋକେ ଉଦର ବସିକି ବର୍ତ୍ତମାନ ୟୁଟ୍ୟୁବ ଚ୍ୟାନେଲ ଖୋଲିଗଲାଣି ନା ନାଇଁ? ୟୁଟ୍ୟୁବ ଚ୍ୟାନେଲ ଇନକମ ସୋର୍ସ ହେଇଗଲା। ଲୋକ ପୁରାଣ ଶାସ୍ତ୍ରକୁ କଣ କଲେ? ରୋଜଗାର ବୋଲି ଗୋଟେ ଧରି ନେଇଗଲେ। ଠିକ ନା ଭୁଲ? ସେ ମତରେ ବୁଝ, ନହେଲେ ଏ ମତରେ ବୁଝ। ସେ ଠାକୁରଙ୍କ ନାମ ଭୁଲ ହଉ କି ଠିକ ହଉ, କାରଣ ବର୍ତ୍ତମାନ ସମୟଟା ଏଇଆ, ମନେ ରଖିଥାଅ। ଯଦି ଗୋଟେ ପୁରୁଣା କାଚ ଧିରେ, ମଇଳା କାଚ ଧିରେ, ଉପର ମଇଳା ଥିବ, ଭିତରେ ଓରିଜିନାଲ ସେଣ୍ଟ ଥିବ, ତ କେହି ନେବେ ନାହିଁ। ଏ ଚିକିଚିକିଆ କାଚ ଧିରେ, ବହୁତ ସୁନ୍ଦର କାଚ ଧିରେ କିରୋସିନି ସେ ଆସିଯିବ, ଲୋକମାନେ ସେଣ୍ଟ ଭାବିକି କଣ କରିବେ? କିରୋସିନି ନେଇଯିବେ। ବର୍ତ୍ତମାନ ସମୟଟା ସେଇ ଆମେ ଅନୁଭବ କରୁଛୁ, ବୁଝିହଉଛି। ମହାପୁରୁଷ ସେଇଆ କହିଲେ, ଦେଖା ଶିକ୍ଷା ଦେଖା ଶୁଣା ଜ୍ଞାନୀ ଅନେକ ହୋଇବେ, ଦେବୀ ଖପରେ ପଡ଼ିବେ, ନାମ ବିକି ଥୋକେ ଉଦର ପୋଷିବେ, ଆପଣା ହସ୍ତେ ମରିବେ। ଆ ତଳପଦ କଣ କହିଲେ? ଅନୁଭବ ଜ୍ଞାନ ମୁଖେ ନ ପଶିବ, ପରମୁଚୁଳାକୁ ଦେଇ, ଆତ୍ମଜ୍ଞାନୀ ବୋଲି ବଡ଼ିମା କରିବେ, ନେତ୍ରରେ ଦେଖିବ ଜଇଁ। କି ସୁନ୍ଦର କଥା! ହେ ରାମ, ଅନୁଭବ ଜ୍ଞାନ ମୁଖେ ନ ପଶିବ, ନିଜର ଅନୁଭବ ଜ୍ଞାନକୁ କେହି କହିବେ ନାହିଁ। ପର ମୁଚୁଳାକୁ ଦେଇ, ମୁଚୁଳା ବୋଲନ୍ତେ ତକିଆ, ବୁଝିହଉଛି। ଏଠି ମୁଚୁଳା ବୋଲନ୍ତେ ପରର କଥା। ପର କଥା ଶୁଣି ଲୋକମାନେ କରିବେ ଜ୍ଞାନୀ ବୋଲାଇ, ଆତ୍ମଜ୍ଞାନୀ ବୋଲି ବଡ଼ିମା କରିବେ, ମାନେ ନିଜେ ଗର୍ବ ଦେଖେଇବେ, ଆମ ଠାରୁ ଆଉ ଜ୍ଞାନୀ କେହି ନାହିଁ। ହେଲା, ନେତ୍ରରେ ଦେଖିବ ଜହି, ତୁମେମାନେ ଏ କଥା ଗୁଡାକ ନେତ୍ରରେ ଦେଖିବ। ଦେବୀ ଖପରରେ ନିଶ୍ଚୟ ପଡ଼ିବେ, ଏ ବାଣୀ ସତ୍ୟ ଅବଶ୍ୟ, ଚେତି ରଖିଥିବୁ ଚେତନାରେ ଥିବୁ, ଶୁଣିଲୁ ତୁ ବ୍ରଜ ଶିଷ୍ୟ। ଜୟ ଜଗନ୍ନାଥ। କି ସୁନ୍ଦର କଥା କହିଲି। ଏଇ ଯୋଉ ଭାବରେ ଯୋଉମାନେ ନାମକୁ ହେ ଜ୍ଞାନ କରିବେ, ମାଳିକା ଶାସ୍ତ୍ରକୁ ହେ ଜ୍ଞାନ କରିବେ, ମିଥ୍ୟା ବୋଲି ଜଗତରେ ପରିପ୍ରକାଶ କରେଇବେ, ମାଳିକା ଶାସ୍ତ୍ରକୁ ଅନର୍ଥ ଭାବରେ କଣ କରିବେ? ଜଗତରେ ପରିବେଷଣ କରିବେ, ସେମାନେ ଦେବୀ ଖପରରେ ବିନାଶ ହେବେ। ଚେତି ରଖିଥିବୁ ଚେତନାରେ ଥିବୁ, ଶୁଣିଲୁ ତୁ ବ୍ରଜ ଶିଷ୍ୟ। ହେ ରାମ, ଏ କଥା ଗୁଡାକ ତୁ ମନ ରଖ। ମାଳିକା ଶାସ୍ତ୍ର ଏମିତିଆ ଶାସ୍ତ୍ର, ଯାହାକି ତାକୁ ଗବେଷଣା କଲେ ମୁଣ୍ଡ ଖରାପ ହେଇଯିବ। ଗୋଟେ ପଦ ଶିବକଳ୍ପ ଶାସ୍ତ୍ରରେ ମହାପୁରୁଷ ଲିଖିଛି। ମହାପୁରୁଷଙ୍କ ବାଣୀ ଠିକ, କିନ୍ତୁ ସେ ପଦକୁ ଧରିବା ବହୁ କଷ୍ଟ। ପଦ ମନେ ରଖିଥାଅ। ଦେଖିଛନ୍ତି ତ୍ରେତୟା ଯୁଗରେ ସୁଗ୍ରୀବର କପି, ମୈତ୍ର ଯେ ରାମଙ୍କର। ରାମଙ୍କର ମୈତ୍ର କିଏ? ସୁଗ୍ରୀବ। ଠିକ ନା ଭୁଲ? ତ୍ରେତୟା ଯୁଗରେ ତାଙ୍କ ବିର୍ଜୁ ଜାତ, ଲବ ନାମ ଖ୍ୟାତ, ସୂତା ସୀତା ସତୀଙ୍କର। ସୁଗ୍ରୀବର ମୈତ୍ର କିଏ? ସେ ରାମଚନ୍ଦ୍ର ବା ରାମଚନ୍ଦ୍ରଙ୍କ ମୈତ୍ର ହେଲେ ସୁଗ୍ରୀବ। ସୁଗ୍ରୀବଙ୍କ ତାଙ୍କ ବିଜୁ ଜାତ, ମାନେ ସୁଗ୍ରୀଙ୍କ ବିଜୟୀ, ଲବ ନାମ ଖ୍ୟାତ, ସୂତା ସୀତା ସତୀଙ୍କ, ସୀତାଙ୍କ ଠାରୁ ସୁଗ୍ରୀବଙ୍କ ଔରସରୁ ଲବ ବୋଲି ଗୋଟେ ସନ୍ତାନ ଜନ୍ମ ହେଲା। ଏଠି ମହାପୁରୁଷ ଶିବକଳ୍ପ ଶାସ୍ତ୍ରରେ ଏ ପଦ୍ଧତି ଲେଖିଲେ। କଣ ଠିକ? ଲବ କାହା ପୁଅ? ପ୍ରଭୁ ମର୍ଯ୍ୟାଦାବାନ ରାମଚନ୍ଦ୍ରଙ୍କ ପୁଅ। ହଁ କି ନାହିଁ?
ତାହେଲେ ମହାପୁରୁଷ ଏ ପଦଟି କାହିଁ ଲେଖିଲେ? ୟାର ଅର୍ଥ କଣ? ବୁଝିହଉଛି ନା? ଏଗୁଡ଼ିକୁ ଏମିତିଆ ଅନେକ ଜିନିଷ ମାଳିକା ଶାସ୍ତ୍ରରେ ଅଛି। ଆଉ ଗୋଟେ ପଦ ଅଛି ମହାପୁରୁଷ ଲେଖନ୍ତି, ଏହି ଅଙ୍କ ଠାରୁ ସେହି ଅଙ୍କ ଯାଏ ଗୋଳ ହୋଇବ ପ୍ରଖର, ତୁହି ଅଙ୍କ ଯଦି ମୁହିଁ ଅଙ୍କ ହେବ, ଅଙ୍କରେ କି ପ୍ରୟୋଜନ? କଣ ଧରିବ ଧର? କହିଲେ ହେ ରାମ, ତୁହି ଅଙ୍କ ମାନେ ତୋର ଅଙ୍କ, ଆଉ ମୁହିଁ ଅଙ୍କ ମୋର ଅଙ୍କ, ଯଦି ଗଣନା ଠିକ ହବ ଅଙ୍କରେ କି ପ୍ରୟୋଜନ? ତାହେଲେ ରାମର କୋଉ ଅଙ୍କ, ମହାପୁରୁଷଙ୍କର କୋଉ ଅଙ୍କ? ଫେରେ ଏହି ଅଙ୍କ ଠାରୁ ସେଇ ଅଙ୍କ ଯାଏ, ହେ ରାମ, ଏହି ଅଙ୍କ ମାନେ ମୋର ଅଙ୍କ ଠାରୁ ସେଇ ଅଙ୍କ ତୋ ଅଙ୍କ ପର୍ଯ୍ୟନ୍ତ ଗୋଳ ହୋଇବ ଅପାର। କଣ ତାକୁ ବିଚାର କରିବ? ଏମିତି ଅନେକ ଜିନିଷ ରହିଛି। ଆଉ ମାଳିକା ଶାସ୍ତ୍ର ମନେ ରଖିଥାଅ, ମହାପୁରୁଷ ଏତେ ବୋକା ନଥିଲେ। କଳିଯୁଗ ଲୋକ ଚାଲାକ ବହୁତ ହେବେ ବୋଲି ମହାପୁରୁଷ ଆଗରୁ ଜାଣିଥିଲେ। ଇଏ ଯୋଉ ସାଧାରଣ ଭାବରେ ଧରୁଛନ୍ତି, ଏଗୁଡେ କଣ ବିନାଶ କାଳେ ବିପରୀତ ଛାଡ, ଯିଏ ଯାହା କରିବ ସେ ତା ପାଇବ। ସେ ପ୍ରଭୁଙ୍କ ଇଚ୍ଛା ସଦିଚ୍ଛା ପୂର୍ଣ୍ଣ ହଉ, ସେ ଜଗତର ନାଥ ଜଗନ୍ନାଥଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ଗୁରୁଦେव ପ୍ରଭୁ ଅନ୍ତର୍ଯାମୀ ଅନନ୍ତ ଗୋପାଳ ପ୍ରଭୁ ରବିଦାସଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ହରି।